ଶୁଣ ତମେ ଯାଅ ତାନିଅ ପାଖକୁ ଖୋଜିବ ମୁଁ ଯାଉଛି ମୋ ଭବିଷ୍ୟତ ଖୋଜିବାକୁ। ତୋ ଭବିଷ୍ୟତକୁ ତୁ ଏକା ଖୋଜିଛୁ, ଆମେ ମାନେ କେହି ଖୋଜୁନୁ। ଆରେ ତୁଷାର ତୋତେ ଡକ୍ଟର କରେଇବା ପାଇଁ ମୁଁ ବହୁତ ଇଚ୍ଛା, ହେଲେ କ'ଣ କରିବି କହ? ଏ ଅଭାବ ଅନଟନ କିଛି କରେଇ ଦଉନି ରେ। ଆଉ କେତେ ଦିନ ଅଭାବ ସହିତ କମ୍ପ୍ରମାଇଜ କରିଛ? 2 ବର୍ଷ ହେଇଗଲା ବିଏସସି ପାସ୍ ଆଉଟ୍ କହିଲ ନା ମେଡିକାଲ ପାଇଁ ପ୍ରିପେୟାର ହ। ହେଲେ ମୋର ଜ୍ଞାନ ଲାଗছে ତୁ ତ ଗଭର୍ଣ୍ଣମେଣ୍ଟ ସିଟ୍ଟା ବଜେଇ ପାଇନି। ଆମରି ଜାଣି ଶୁଣି ମୋ କ୍ୟାରିୟରଟାକୁ ନଷ୍ଟ କରିଦେବି। କୁହ ଦାଦା, ଯଦି ପ୍ରାଇଭେଟ କଲେଜରେ ପାଠ ପଢ଼ିବା ପାଇଁ ତମର ସମ୍ବଳ ନଥିଲା ତାହେଲେ କାହିଁକି ଏତେ ବଡ଼ ବଡ଼ ସ୍ୱପ୍ନ ଦେଖାଉଥିଲ? ବିନା ସ୍ୱପ୍ନରେ କେହି ଆଗକୁ ଯାଇପାରନ୍ତିନି ରେ ତୁଷାର। ତେଣୁ ତୋତେ ସ୍ୱପ୍ନ ଦେଖେଇବା ହେଉଛି ତ ଦାଦାଙ୍କର କର୍ତ୍ତବ୍ୟ ଥିଲା। ସ୍ୱପ୍ନ ଦେଖେଇବାଟା ଯେମିତି ତାଙ୍କ କର୍ତ୍ତବ୍ୟ ଥିଲା, ସ୍ୱପ୍ନକୁ ପୂରଣ କରିବାଟା ବି ତାଙ୍କର ବଡ଼ କର୍ତ୍ତବ୍ୟ ଥିଲା। ଜାଣେ ରେ ତୁଷାର, ହେଲେ କ'ଣ କରିବି କହ? ଜୀବନ ସାରା ଅଟୋ ଚଲେଇ ତମମାନଙ୍କୁ ଏତେ ବାଟ ପର୍ଯ୍ୟନ୍ତ ଆଣି ତାପରେ ମୁଁ ଭାବିଥିଲି ତୁ ଗଭର୍ଣ୍ଣମେଣ୍ଟ ମେଡିକାଲଟା ବଜେଇ ଦେବୁ, ହେଲେ ସେତେ କଥା ହେଲାନି। ତାପରେ ବି ବେଳେ ବେଳେ ଇଚ୍ଛା ହୁଏ ହେ ଘର ଜମି ବାଡ଼ି ସବୁ କିଛି ତୋ ପାଇଁ ବିକ୍ରି କରିଦେବି, ହେଲେ ପାରେନି ରେ ତୁଷାର। ଯେତେ ଡକ୍ଟର